ଏହି ସଂସାର ମଧ୍ୟରେ ପଡ଼ି ଲୋକ ନାନା ପ୍ରକାର ଦୁଃଖ ଜଞ୍ଜାଳ ମଧ୍ୟରେ ଗତି କରୁଛି ଏବଂ ସେ କିପରି ଶାନ୍ତି ଲାଭ କରିବ ସେଥିପାଇଁ ସର୍ବଦା ଇଚ୍ଛା କରୁଛି। ଏଣୁ ଯଦି ସେ ଭଗବାନଙ୍କର ପଦାରବିନ୍ଦକୁ ଆଶ୍ରୟ କରେ ତାହେଲେ ତାର ପରମ ମଙ୍ଗଳ ଲାଭ ହୁଏ। ଏବଂ ଭଗବାନ କହିଛନ୍ତି ଯେ କରେ ଆମର ତାହାର କରେ ମୁଇଁ ସର୍ବନାଶ। ଏଠାରେ ସର୍ବନାଶର ଶବ୍ଦର ଅର୍ଥ ହେଉଛି ଯେ ସେ ତାର ଯେଉଁ ସଂସାର ନେଇକି ରହିଛି ସେହି ସଂସାରର ଆସକ୍ତିକୁ ଭଗବାନ କ୍ରମେ କ୍ରମେ ନାଶ କରି ସିଏ ତାଙ୍କ ଆଡ଼କୁ ଆକୃଷ୍ଟ କରିନିଅନ୍ତି ଅର୍ଥାତ୍ ତାଙ୍କର କରିନିଅନ୍ତି। ତେଣୁ ସେ ଭଗବାନଙ୍କ ପାଖକୁ ଯାଇପାରିବ। କିନ୍ତୁ ଆମମାନେ ଯଦି ଦୃଢ଼ ଭାବରେ ତାଙ୍କର ପଦାରବିନ୍ଦକୁ ଆଶ୍ରୟ ଗ୍ରହଣ କରୁ ତାହେଲେ ଏହା ସମ୍ଭବ ହୋଇପାରେ। ଯେପରି ଆଉ କହିଛନ୍ତି ଗୋଟିଏ ପଦରେ ଯେକରେ ଆମର ତାର କରି ଆମେ ସର୍ବନାଶ। ପ୍ରଭୁ ଯଦି ନ ଛାଡ଼େ ଆମର ତବେ ହୋଇ ତାର ଦାସେର ଦାସ। ଏ ପଦ ମଧ୍ୟ ବେଙ୍ଗଲୀରେ କୁହାଯାଇଛି ଯେ ଯଦି କିଏ ମୋର ଆଶ୍ରୟ ଗ୍ରହଣ କରେ ମୁଁ ତାର ଧନ ସମ୍ପଦ ଇତ୍ୟାଦି ମଧ୍ୟ ହରଣ କରିନିଏ। ତଥାପି ସେ ଯଦି ମୋର ଆଶ୍ରୟ ତ୍ୟାଗ ନ କରେ ତେବେ ମୁଁ ତାହାର ପାଖରେ ବଶୀଭୂତ ହୋଇଯାଏ। ଏହା ହିଁ ଭଗବାନଙ୍କର କୃପା ବୋଲି କୁହାଯାଏ। ଯସ୍ୟାହଂ ଅନୁଗୃହ୍ଣାମି ହରିଷ୍ୟେ ତଦ୍ଧନଂ ସମୟ। ଏକଥା ମଧ୍ୟ ଭାଗବତରେ କହିଛନ୍ତି ମୁଁ ଯାହାକୁ ପ୍ରକୃତ କୃପା କରେ ତାହାର ଧନ ସମ୍ପତ୍ତି ଇତ୍ୟାଦି ମୁଁ ହରଣ କରିବି ଏବଂ ସେହି ଧନ ସମ୍ପଦ ହରଣ ଦ୍ୱାରା ତାର ମୁଁ ଅନ୍ୟାନ୍ୟ ଯେଉଁ ଦେହ ସମ୍ପର୍କୀୟ ବସ୍ତୁର ଯେ ଆସକ୍ତି ମୁଁ ଛଡ଼େଇ ଦେଇଥାଏ, ଯାହାଫଳରେ ସିଏ ମୋର ଚରଣରେ ଏକନିଷ୍ଠ ହୋଇ ଆଶ୍ରୟ ଗ୍ରହଣ କରିପାରେ। ଏଇଟା ହେଉଛି ତାର ପ୍ରତି ମୋର କୃପା ବୋଲି ଜାଣିବା। ଭଗବାନଙ୍କର କୃପା ହେଉଛି ଏହିପରି ସିଏ ଯଦି କାହାର ପ୍ରତି ଏହିପରି ପ୍ରକୃତ କୃପା କରନ୍ତି ତାହେଲେ ସେ ତାର ଧନ ସମ୍ପଦ ଇତ୍ୟାଦି ନେଇ ସେ ତାକୁ ପୁରାପୁରି ନିଜର କରିଦେଇପାରନ୍ତି। ଯେପରି ବଳି ରାଜା ସିଏ ଭଗବାନଙ୍କୁ ସବୁ କିଛି ଦେଇଦେଲେ ତେଣୁ ଭଗବାନ ଶେଷରେ ତାର ହୋଇଗଲେ ଅର୍ଥାତ୍ ତାର ଦ୍ୱାର ଦେଶରେ ସେ ଦ୍ୱାରୀ ହୋଇ ରହିଥିଲେ। ଏକଥା ମଧ୍ୟ ଭାଗବତରେ କୁହାଯାଇଛି। ଅତଏବ ଯିଏ ସର୍ବତ ଭାବେ ମୋର ପାଖରେ ଆଶ୍ରୟ ଗ୍ରହଣ କରେ ମୋର ଶରଣାଗତ ହୋଇଯାଏ ମୁଁ ମଧ୍ୟ ତା ପାଖରେ ବଶୀଭୂତ ହୋଇଥାଏ, ମୁଁ ତାର ହୋଇଥାଏ। ଏଣୁ ଭକ୍ତ ଯିଏ ସଂସାରରେ ସର୍ବସ୍ୱ ତ୍ୟାଗ କରି ତାର ଚରଣ ଆଶ୍ରୟ କରିଥାନ୍ତି ସେମାନେ ଭଗବତ ପ୍ରାପ୍ତି ହୋଇଥାଏ। ଭଗବାନଙ୍କ ପାଖକୁ ସେମାନେ ଚାଲେ, ଭଗବାନଙ୍କର ନିଜ ଲୋକ ହୋଇଥାଏ। ତେଣୁ ସର୍ବନାଶ ଶବ୍ଦର ଅର୍ଥ ହେଉଛି ଏହି ଧନ ସମ୍ପଦ ଇତ୍ୟାଦି ସବୁ ଭଗବାନ ହରଣ କରି ତାକୁ ତା ଆଡ଼କୁ ଆକୃଷ୍ଟ କରିଥାନ୍ତି। ଏହା ହେଉଛି ପ୍ରକୃତ ଅର୍ଥ। ତେଣୁ ଆମମାନେ ଯଦି ଭାବିବା ଯେ ଭଗବାନଙ୍କୁ ଖାଲି ଆଶ୍ରୟ କରି ଆମର ସର୍ବନାଶ ହୋଇଗଲା ତାହେଲେ ଆମେ ଆଉ ଭଗବାନଙ୍କ ଆଶ୍ରୟ ଗ୍ରହଣ କରିବୁ ନାହିଁ, ଭଗବାନଙ୍କୁ ଆଉ ଡାକିବୁ ନାହିଁ। ଏସବୁ କଥା ଠିକ୍ ନୁହେଁ। ତେଣୁ ଭଗବାନଙ୍କର ହେଉଛି କୃପା ବୋଲି କହିଛନ୍ତି। ତେଣୁ ଆମମାନେ ସର୍ବଦା ଭଗବାନଙ୍କର ଆମମାନେ ହେଉଛି ଦାସ ସ୍ୱରୂପ। ଆମମାନେ ଭଗବାନଙ୍କର ଦାସ। ଜୀବର ସ୍ୱରୂପ ହୁଏ କୃଷ୍ଣ ନିତ୍ୟ ଦାସ। କିନ୍ତୁ ଆମମାନେ ସେଇ ଦାସତ୍ୱ ଭୁଲିକରି ବହିର୍ମୁଖ ହୋଇ ଆମମାନେ ସଂସାର ମଧ୍ୟରେ ବାନ୍ଧି ହୋଇଥିବାରୁ
ଆମର ପତନ ଦଶା ଆସିଯାଇଛି। ଆମମାନେ ଭଗବାନ ଠାରୁ ବହୁତ ଦୂରକୁ ଚାଲିଯାଇଛେ। ଆମମାନେ ଗୃହ ଆଉ ଗୃହ ସମ୍ପର୍କୀୟ ବସ୍ତୁରେ ବାନ୍ଧି ହେଇଯାଇଛେ, ଯାହାଫଳରେ ଆମମାନଙ୍କର ପତନ ଦଶା ଲାଭ ହେଇଛି। ଯଦି ଆମମାନେ ମଙ୍ଗଳ ଲାଭ କରୁ ତାହେଲେ ଅବଶ୍ୟ ଆମମାନେ ଭଗବାନଙ୍କ ଚରଣରେ ଦୃଢ଼ ଭାବରେ ଆଶ୍ରୟ କଲେ ଭଗବାନଙ୍କର କୃପା ଆମମାନେ ଲାଭ କରିପାରିବା ଏବଂ ଆମର ଏହି ମନୁଷ୍ୟ ଜୀବନ ଯାହାକି ଦୁର୍ଲଭ, ବହୁ ଜୀବନ ପରେ ଆମମାନେ ଲାଭ କରିଛେ ତାହା ସାର୍ଥକ ହେବ। ଏହା ହିଁ ଆମର ଜୀବନ ଲକ୍ଷ୍ୟ। ମନୁଷ୍ୟ ଜୀବନରେ ଲକ୍ଷ୍ୟ ହେଉଛି ସେ ଯଦି ଜୀବନ ଥାଉ ଥାଉ ଭଗବାନଙ୍କ ପାଖକୁ ଆଗେଇ ଆସିପାରେ ତାହେଲେ ତା'ର ମନୁଷ୍ୟ ଜୀବନ ସାର୍ଥକ ହେବ। ଏଥିପାଇଁ ସର୍ବଦା ଭାଗବତରେ ପୁରାଣ ଶାସ୍ତ୍ରରେ କହିଛନ୍ତି ଯେ ଆମମାନେ ତାଙ୍କୁ ସର୍ବତ ଭାବରେ ଭକ୍ତି କଲେ ସିଏ ମଧ୍ୟ ଆମମାନଙ୍କ ପାଖରେ ବସୀଭୂତ ହୁଅନ୍ତି। କାରଣ ଭକ୍ତି ଦ୍ୱାରା ହିଁ ଭଗବାନଙ୍କୁ ଜାଣି ହୁଏ, ଅନ୍ୟ ଉପାୟ ଦ୍ୱାରା ନୁହେଁ। ଅତଏବ ଆମମାନଙ୍କର ମନୁଷ୍ୟ ଜୀବନର ଏଇ ଯେଉଁ ଲକ୍ଷ୍ୟ ଆମମାନେ ବିସ୍ମୃତ ହୋଇଯାଇଛେ, ବହୁ କାଳରୁ ଏହି ସଂସାର ମଧ୍ୟରେ ଘୁରି ବୁଲୁଛେ। ତେଣୁ ଆମମାନଙ୍କର ଏଇ ଦେହ ସମ୍ପର୍କୀୟ ବସ୍ତୁରେ ଆସକ୍ତି ହୋଇଛି, ତାକୁ ଆମମାନେ ନିଜର ବୋଲି ଗ୍ରହଣ କରୁଛେ। ମୁଁ ମୋର ଭାବ ହେଇଛି, କିନ୍ତୁ ଭଗବାନ ସେଇ ମୁଁ ମୋର ଭାବକୁ ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ କରି ସେ ତାଙ୍କ ଚରଣାରବିନ୍ଦକୁ ଆକୃଷ୍ଟ କରି ନିଅନ୍ତି, ଯାହାଦ୍ୱାରା ଆମମାନଙ୍କର ପରମ ମଙ୍ଗଳ ହୁଏ। ଏହା ହେଉଛି ଏହି ସର୍ବନାଶ ଶବ୍ଦର ଅର୍ଥ। ଆମମାନେ ଯଦି ଇତର ଅର୍ଥ କରିବା ତାହେଲେ ଭୁଲ ହେବ। ଯାଇ ହେଉ ଆମମାନଙ୍କର ଏହି ଦୁର୍ଲଭ ମନୁଷ୍ୟ ଜୀବନକୁ ସାର୍ଥକ କରିବାକୁ ହେଲେ ଭାଗବତ କହିଛନ୍ତି, ଗୀତା କହିଛନ୍ତି, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ମୋର ଶରଣାଗତ ହୁଅ, ତାହେଲେ ପରମ ମଙ୍ଗଳ ଲାଭ କରିପାରିବ।